ଝିଅ ରୋଜଗାରକ୍ଷମ ଥିଲେ, ଦୁଇଟାକ କିଡ଼ନୀ ନଷ୍ଟ ହେଇଗଲା। ଏବେ କେତେ କଷ୍ଟ ହେଉଛି ମା ସବୁ ଜିନିଷରେ। ଆପଣ କାହାକୁ କହିମି ଏ କଥା, କାହା କଥାରେ କହି କାନ୍ଦିମି କୁହ। ମୋର କେହି ନାହିଁ, ଅନ୍ତରର କାନ୍ଦୁଛି, ହସୁଛି, କିଛି କରିବି କୁହ। ଦର୍ଶକ ବନ୍ଧୁ, ଆଜି ଆମ ସହ ଅଛନ୍ତି ଯାତ୍ରାରେ ଯିଏ ଗୀତ ଗାଆନ୍ତି ମଞ୍ଜୁଶ୍ରୀ, ତାଙ୍କ ମା। ଘଟଣାଟି ହେଉଛି ତାଙ୍କର ଗୋଟିଏ କିଡ଼ନୀ ଖରାପ ହେଇଯିବାରୁ ତାଙ୍କ ମାଆଙ୍କ କିଡ଼ନୀରେ ସେ ଏବେ ଜୀବନ ବଞ୍ଚୁଛନ୍ତି, ଆଉ ତାଙ୍କ ମା ଗୋଟିଏ କିଡ଼ନୀରେ ମଧ୍ୟ ଜୀବନ ବଞ୍ଚୁଛନ୍ତି। କେମିତି ଥିଲା ସେସବୁ ଘଟଣା, କଥା ହେବା ତାଙ୍କ ମାଆଙ୍କ ସାଙ୍ଗରେ। ମ୍ୟାଡ଼ାମ୍, ନାଁଟା ଟିକେ ଆପଣଙ୍କର କହିବେ? ମୋ ନାମ ରୁନା ରାଣୀ ମଣ୍ଡଳ। ଆଜ୍ଞା, କ'ଣ ହେଇଥିଲା ଯେଉଁ ମଞ୍ଜୁଶ୍ରୀଙ୍କର କିଡ଼ନୀ ଖରାପ ହେଲା? ମାନେ କେମିତି କ'ଣ ହେଲା? ସେ ତ ଯାତ୍ରାରେ ଗୀତ ଗାଆନ୍ତି, ହଠାତ୍ ଏମିତି କ'ଣ ହେଇଥିଲା? ହଠାତ୍ ବା ଆମର କହିପାରିବାନି, ସେ ତ ତୁଳସୀର ଥିଲା। ତାପରେ ସେ ତ ତୁଳସୀର ଥିଲା, କହିଲା ମା ମୋର ମୁଣ୍ଡ ବିନ୍ଧୁଛି, ଆଉ ହଠାତ୍ ତାର ମୁହଁ ଫୁଲିଆଲା, ଗୁଡ଼ ଫୁଲିଆଲା, ଦେଇକି ଏମିତି ଟୁଲା କରିକି ଫଟୋ ଉଠେଇ ପଠେଇବ ଘର କତିକି। ଦେ ମନି ଛୁଆ ତୁ ପଳିଏ, ସେଇ ଦେଇ ପଳି ଆଇଲା ସେମିତି ଇଏ କରିକି ଚୁପକି ପଳେଇ ଆସିକି ତା ଭେଣିକି ଦେଇକି ପଠେଇନି କଟକ ପଠେଇଲାକୁ ସେଇ ଡାକ୍ତର ଜଣେ କହିଲା ସେ କିଡ଼ନୀ ପ୍ରୋବ୍ଲେମ୍ ଅଛି, ସେ ଯାହା ପାର୍ତା କହିଲା ସେ ମା ପେଟରୁ ଇଏ କରୁଥିରୁ ଏମିତି ଦେ ସେଠି ଆଉ ମନ କହିଲାନି ଦେଖାଇତେ ଯେ ମୁଁ ପଳେଇନି ଜଇଁଦାରୁ ପଳେଇନି। ଆସିକି ମୋ ବଡ଼ ଭାଇକି ଧରିକି ଏ କଟକକୁ ଆଇଲେ। କଟକରୁ ଆସିକି ଆଇଜି କେସିର ଦେଖାଣିଆ ହେଲା। ସେଠି ଡାକ୍ତର ଦେଖିଲା ଯେ କହିଲା ଦୁଇଟା କିଡ଼ନୀ ନାହିଁ, ନଷ୍ଟ ହେଇଯାଇଛି। ଡାଇଲିସିସ୍ ହେଲା। ଆଉ ଡାଇଲିସିସ୍ ବୋଲି ସପ୍ତାହରେ 2 ଥର ଏତେ ପଇସା କାଢ଼ୁ ପାଇବୁ। 3ଟିଆ ମଣିଷ, ଜଣେ ତା କତରୁ ମାୟା ଲୋକ ରହିବ ଗାଡ଼ିର ବସ୍ର, ଆଉ ଜଣେ ପୁରୁଷ ଛୁଆ ମୋର ପୁଅ ଯାଉଥାଏ ସପ୍ତାହରେ 2 ଥର। ଘର ଭଡ଼ା ମିଳୁଥାଇନି, ଇଏ କରୁଥାଇନି, କେତେ କଷ୍ଟରେ ଏଇଟା ମିଳିଛି। ଝିଅ ରୋଜଗାରକ୍ଷମ ଥିଲେ, ଦୁଇଟାକ କିଡ଼ନୀ ନଷ୍ଟ ହେଇଗଲା। ଏବେ କେତେ କଷ୍ଟ ହେଉଛି ମା ସବୁ ଜିନିଷରେ। ଆପଣ କାହାକୁ କହିମି ଏ କଥା, କାହା କଥାରେ କହି କାନ୍ଦିମି କୁହ। ମୋର କେହି ନାହିଁ, ମୁଁ ମୂର୍ଖ ଲୋକ। ଯେ କୌଣସି କିଡ଼ନୀଟା ଦେଇଦେନି, ତୁ ଭଲ ଥା, ମୁଁ ଯାଇ ମରି ଯାହା କରିବି। ଆପଣ କିଡ଼ନୀ ଦେବା ପାଇଁ କାହିଁକି ଚାହିଁଲେ? ଆଉ ବି କାହାଠୁ କିଡ଼ନୀ ଡୋନେଟ୍ ଆଉ ଗୋଟେ ଲୋକ କତରୁ ଆଣା ହେବ, ଟେଷ୍ଟ ଫେଷ୍ଟ ହେଲା, ଇଏ କଲା। ସେଇ କୁନା ଯେ ଯାତ୍ରାରେ ଅଛି, ସେ ଖଞ୍ଜ କଲା ମାଉସୀ ରୋଗା ଲୋକ, ଇଏ ଦେଇ ଲୋକ ଗୋଟେ ଖଞ୍ଜ କଲା, ସିଏ ଟେଷ୍ଟ ଫେଷ୍ଟ କଲା, ଇଏ କଲା। ତାର କୁହାହେଲା ଯେ ଇଏ ମାନେ ତାର ଖାଲି ଖାଇବା ଖର୍ଚ୍ଚ, ଗାଡ଼ି ଭଡ଼ାଟା ଦିଆହେବ। ତାପରେ କିଡ଼ନୀ ଦେଇ ସାରିଲା ପରେ ତାକୁ ଦିଆହେବ। ବା ସିଏ ତାର ଏକ୍ସଟ୍ରା ପଇସା, ଏଠି 20,000 ଲାଗିବ ଛାଡ଼, ସେଠି 10,000 ଛାଡ଼, ଏରকম ନେଇ 1,00,000 ଟଙ୍କା। ତାପରେ ସବୁ ସମସ୍ତିକା ଫୋନ୍ ବ୍ଲକ୍ କରିଦେଲା, 1,00,000 ଟଙ୍କା ନେଇକି ପଳେଇଲା। ତାପରେ ସେଥିରୁ ଆପଣ ଭାବିଲେ କି ମୁଁ ଭାବିନେନି। ଆଉ ଝିଅର ମା ଯେତେବେଳେ 2ଟା ଯାକ କିଡ଼ନୀ ନଷ୍ଟ ହେଇଗଲା, ଆପଣ ଆପଣଙ୍କର ଗୋଟେ କିଡ଼ନୀ ଦେଲେ, ସେତେବେଳେ କେତେ କଷ୍ଟ ଲାଗିଥିଲା ସେ ମୁହୂର୍ତ୍ତ ଭାବିଲେ? ଆପଣ କିଡ଼ନୀ ଦେଇଦେଲେ, ଝିଅ ବଞ୍ଚିଯିବ। କୁହନି ସେଗୁଡ଼ା କହିନା, ମୋତେ ମାନେ ଖରାପ ଝିଅକୁ ବଞ୍ଚେଇବା ପାଇଁ ଆପଣଙ୍କର ଗୋଟେ କିଡ଼ନୀ ଦେଇଦେଲେ। ସେ ଝିଅ ମୋର ଝିଅ ନୁହେଁ, ସେ ହେଉଛି ମୋର ଠାକୁର। କ'ଣ ଏମିତି ସେ ଝିଅ ଆପଣଙ୍କ ପାଇଁ କରିଦେଇଛି? ସେ ଝିଅ ପାଠ ପଢ଼ିଛି, ସେରକମ ତା ଆଗରେ ବୋଲି କେହି କଥା କହିକି ଇଏ କରିପାରିବେନି। ଏରକମ ବିଚାର ଆଚାର ତାର ବହୁତ ଭଲ। ପୁଅ ଭଳିଆ ଆପଣଙ୍କର ସେ? ଆଜ୍ଞା, ପୁଅ ଭଳିଆ ଆପଣଙ୍କର ସେ? ହଁ, ମୋ ପୁଅଟା ବରଞ୍ଚ ଇଏ ହବ, ଇଏ ପୁଅର କ'ଣ 3ଟିଆ ଗାରାସ୍ତି ପୋଛି ନେଉଥାଏ। ତା ବାବା ମଲା, ସବୁ କ୍ରିୟା ସବୁ କାମ ଝିଅ ଏଇ ମଞ୍ଜୁ କରନ୍ତି? ମଞ୍ଜୁ ସବୁ କରୁଥାଏ। ମଞ୍ଜୁ ବସି କଷ୍ଟ ହେଉଛି, ଆଉ କିଛି କରିବି ଏତିକି। ଡାକ୍ତର ସବୁ ଦେଉଛି, ତୁମେ ଚିନ୍ତା କରିବନି, ଇଏ କରିବନି। ମୁଁ ଯଦି ଭାଙ୍ଗି ପଡ଼ିବି, ତାର ତ ବାପା ନାହିଁ ନା। ସେଥିପାଇଁ ଆପଣ ସବୁବେଳେ ମୁହଁରେ ହସ ରଖିକି ଅନ୍ତରର କାନ୍ଦୁଛି, ହସୁଛି, କିଛି କରିବି କୁହ। କଷ୍ଟ ତ ଆପଣଙ୍କୁ ବି ହେଉଥିବ, ଆପଣ ବି ଗୋଟେ କିଡ଼ନୀ ଦେଇଛନ୍ତି। କାହା କଥାରେ କହିମି, ଇଏ ବୁଝିବ। ରୋଜଗାରକ୍ଷମ ଝିଅ ଆପଣଙ୍କର, ଆପଣ ତାଙ୍କୁ ପୁଅ ବୋଲି କହୁଛନ୍ତି, ଆଉ ଆଜି ସିଏ ନିଜେ ଅଚଳ ହେଇଯାଇଛନ୍ତି। କେମିତି ଘର ଚଳିବା, ଘର ଭଡ଼ା ଦେଇକି ରହୁଛନ୍ତି ଭୁବନେଶ୍ୱର ଭଳିଆ ଜାଗାରେ, କେମିତି ସବୁ ମ୍ୟାନେଜ୍ କରୁଛନ୍ତି? ବାପା ନାହାନ୍ତି, ପୁଅ ଆପଣଙ୍କର ବାହାରେ, କେମିତି ସବୁ ଚଳୁଛି? ଆମ ସେରକମ ଚଳୁଛି, ଆଉ କିସ କରିବି।
ଛୁଆଟା ପୁଅଟା ଥିଲା ବୁଝୁଲା ଇଏ କଲା ତାକୁ ବାଟେଇ ଦେଇଛି। ସେରକମ ଔଷଧଟା ତାକୁ ତ ଖୁଇତେ ହେବ ନା, ତାକୁ କିଡିନି ଦେଇଛି ଇଏ କରିଛି, ହାଟ ବାଟରେ ଟିକେ ସେରକମ କମ୍ ସମକେ ଆଣିକି ତାହାରି ପାଇଁ ଟିକେ କରିଦେଉଛି। ଆମର ସେମିତି ଟିକେ ଡାଲି ଫାଲି ଖାଇକି ଦେଉଛି ଆଉ। ଯେତେବେଳେ ଏକା ବସିଥିବେ ମନେ ପଡ଼ିଯିବ ସବୁ ଜିନିଷ। ରାତିରେ ମୁଁ ଶୁଏନି, ସବୁବେଳେ ଚିନ୍ତା ଦୁଃଖ করে କାହାରିକି ଦେଖାଇନି, ମୁଁ ଶୋଇଯାଏ। ସବୁ ଶୋଇଏ ନା ଭାବେ ଭାବେ ଡାକ୍ତର ବି ଏସା ବୁଝଉଛି ମୋର ପ୍ରେସର ଅଛି ନା। ଆପଣଙ୍କର ପ୍ରେସର ଡାଇବେଟିସ୍ ବୋଲି କମ୍ ହେଇଛି। ଆପଣଙ୍କ ଦେହ କେମିତି ରହୁଛି ଯେହେତୁ ଆପଣ ଗୋଟେ କିଡନୀ ଝିଅକୁ ଦେଇଦେଇଛନ୍ତି? ଟିକେ ମାନେ କିଡନୀ ଗୋଟେ ରହିନେ ଆଉ ଟିକେ ଦୁର୍ବଳିଆ ଏରକମ ହଉଛି ଆଉ। ଝିଅ ଯୋଉ ଯାତ୍ରାବାଟରେ କାମ କରୁଥିଲେ, କୋଉ ଯାତ୍ରାବାଟରେ କାମ କରୁଥିଲେ? ତୁଳସୀରେ କାମ କରୁଥିଲେ। ସେ ଯାତ୍ରାବାଟରେ ଅନ୍ୟ କଳାକାର ହୁଅନ୍ତୁ କି ମାଲିକ କି ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼େଇଥିଲେ ଆଗକୁ ଆସିକି? ମାଲିକ ସାହାଯ୍ୟ କରିନାହାନ୍ତି। ତୁଳସୀର ମାଲିକ ନାଣ୍ଡୁ ବାବୁ ସାହାଯ୍ୟ ନା, କରିନାହାନ୍ତି? ତାର ଜାଣିଛନ୍ତି ମଞ୍ଜୁଶ୍ରୀଙ୍କ ବିଷୟରେ ଏମିତି ଅବସ୍ଥା? ଜାଣିଛନ୍ତି, କାହିଁକି କଥା ସାହାଯ୍ୟ ହୁଏ କଲେନି ବୋଲି ଭାବୁଛନ୍ତି ଆପଣ? ଅସୁଖର ଯେ ଏଠି ଆସିକି ବୋଲି କଥା ହେଇଛି। ଆଉ ସେଇ ନନ୍ଦିନୀ ଦେଇଛି 5,000, ଗୀତ ଗାଉଥାଏ ମଞ୍ଜୁଆ ସାଙ୍ଗରେ 2 ଲଗାଉଥାଏ ମଞ୍ଜୁ ନନ୍ଦିନୀ ଆଉ ସୁନେଲି ପଣ୍ଡା ଦେଇଛି 5,000, ଆଉ ପିୟୁଷ ଦେଇଛି 1,00,000। ପିୟୁଷ ତ୍ରିପାଠୀ 1,00,000 ଟଙ୍କା ଦେଇଛନ୍ତି। କ'ଣ କହିଲେ ପିୟୁଷ ଭାଇ ଯେତେବେଳେ ଆସିଥିଲେ ଦେଖିବା ପାଇଁ ମଞ୍ଜୁଶ୍ରୀ? ନା ଆସିନାହାନ୍ତି। ଫୋନରେ କଥା ହେଲେ? ଫୋନରେ ତାର ଫୋନ୍ ପେ କ'ଣ କଥା ହେଲେ ଫୋନରେ ଆପଣଙ୍କ ସାଙ୍ଗରେ, ମଞ୍ଜୁଶ୍ରୀଙ୍କ ସାଙ୍ଗରେ କ'ଣ କଥା ହେଲେ, କ'ଣ ଆଶ୍ୱାସନା ଦେଲେ ଏମିତିକା ଗୋଟେ ପରିସ୍ଥିତି ସମୟରେ? ତୁ ମୋ ଭଉଣୀ, ତୁ ଅପରେସନ୍ ହେଇତେ ଯିବୁ, 2-4 ଦିନ ବାକି ଥିବ, ମୁଁ ତୋତେ ପଇସା ଦେଇଦେବି। ମୋ କତିରେ ଅଛି, ଅପରେସନ୍କୁ 2-4 ଦିନ ବାକି ଥିଲା, ସେ ବଢ଼େଇ ଦେଇଛୁ। ଏଭଳି ଗୋଟେ ଆଶ୍ୱାସନା ପାଇଲା ପରେ ପିୟୁଷ ଭାଇଙ୍କ ପାଖରୁ କ'ଣ କହିବାକୁ ଚାହିଁବେ ତାଙ୍କ ବିଷୟରେ? ସେମାନେ ଏତେ ବଡ଼ ଗୋଟେ ସାହାଯ୍ୟ ଆପଣଙ୍କୁ କରୁଛନ୍ତି ଏଭଳିଆ ପରିସ୍ଥିତି। ବହୁତ ଧନ୍ୟବାଦ, ତାହାର ମୁଁ କେହି ହବନି। ଧନ୍ୟବାଦ ଦିଏ ସିଂହ ବାହିନୀ ମାଲିକ, ଆହୁରି ଅଲଗା ଯାତ୍ରାବାଟ ମାଲିକମାନେ ବି ସାହାଯ୍ୟ କରିଛନ୍, ଢେର ଲୋକ କରିଛନ୍। ଯୋଉଠି ଅଲଗା ଯାତ୍ରାବାଟର ମାଲିକମାନେ ସାହାଯ୍ୟ କରିଛନ୍ତି, ସେଠି ଯୋଉ ଯାତ୍ରାବାଟରେ ମଞ୍ଜୁଶ୍ରୀ କାମ କରୁଥିଲେ ସେ ମାଲିକ କ'ଣ ପାଇଁ ସାହାଯ୍ୟ କରିଲେନି? କହିପାରିବିନି ବାବା, ସିଏ ମାଲିକ ତାର ସାହାଯ୍ୟ କରିନାହିଁ, ମୁଁ ଆଉ କହିମି କି? ସେ ମୁଁ ଆଉ ଜବରଦସ୍ତି କହିପାରିମି କି? ସେ ତ ଆମ ନିଜ ଲୋକ ନୁହେଁ, ମାଲିକ ଜଣେ। ଆଉ ସେ ଜାଣିପାରୁଛନ୍ତି, ସେ ତ ଜଣେ ଧର ଲୋକ, ବଡ଼ ଲୋକ, ଜାଣିପାରୁଛନ୍ତି। ବିବେକ ହେବେ ଦେବେ, ବିବେକ ନ ହେବ ନା। ମଞ୍ଜୁଶ୍ରୀ ସମ୍ପୂର୍ଣ୍ଣ ଭଲ ହେଇଗଲା ପରେ ପୁଣି ତାଙ୍କୁ ସେଇ ଯାତ୍ରାବାଟିକି ଛାଡ଼ିବେ, ସେଇ ତାଙ୍କ କଳାକୁ, ସେଇ ଗୀତ ଗାଇବା? ବାବୁ ମଣିଷ ବଢ଼ିଆ ଲୋକ। କିଏ ସେ? ନାଣ୍ଡୁ ବାବୁ। ନାଣ୍ଡୁ ବାବୁ ଭଲ ଲୋକ, କିନ୍ତୁ ଗୋଟେ ଖରାପ କିଛି ଯଦି ସାହାଯ୍ୟ କରିଥାନ୍ତେ ନାଣ୍ଡୁ ବାବୁ, ମୋ ଝିଅଟା ଆଉ ଟିକେ ଭଲ ଏ ଔଷଧ ମାସେ 60,000 କାର୍ଡୁ ଆଣିବି, ମୋର ସେଇଟା ରାତି ଆପଣଙ୍କର ଲୁହ ବନ୍ଦ ନା, କେତେ କାନ୍ଦିବୁ? ଝିଅ ସାମ୍ନାରେ ନିଜକୁ କେମିତି ସମ୍ଭାଳୁଛନ୍ତି? ମୁଁ ଏରକମ ଛାତକୁ ଚାଲେ, ବସେ, ତା ଆଗରେ କାନ୍ଦେନି। ଏକୁଟିଆ ବସିକି କାନ୍ଦ? କିସ କରିବି? କାହା କତିରେ କହିବି? ସ୍ୱାମୀ ଅଛି କି ଗୋଟେ ଜାଗା ବାଡ଼ି ଅଛି ବିକିଦେବି? ଯେତେବେଳେ ମଞ୍ଜୁ ସମ୍ପୂର୍ଣ୍ଣ ଭଲ ହେଇଯିବ, ତାଙ୍କୁ ପୁଣି ତାଙ୍କର ସେଇ କଳାକୁ, ଯାତ୍ରାବାଟିକୁ, ଗୀତ ଗାଇବା ପାଇଁ ଛାଡ଼ିବେ ନା? ହଁ, ଯାଉ କିସ କରିବା ଆଉ।